ମୁଁ କାନାଡ଼ାର ଜଣେ ଅତି ଧନୀ ମହିଳାଙ୍କ ଘରେ ଡ୍ରାଇଭର ଥିଲି। ଏହି ମହିଳାଙ୍କ ଝିଅକୁ ଯେକୌଣସି ସ୍ଥାନକୁ ଯିବାକୁ ପଡ଼ୁଥିଲା ସେ ମୋ ସହ ଯାଉଥିଲେ। ମୁଁ ଆଜି ପର୍ଯ୍ୟନ୍ତ ଏହି ମହିଳାଙ୍କ ଝିଅର ଚେହେରା ଦେଖିନଥିଲି, କାରଣ ସେ ରୁମାଲରେ ମୁହଁ ଘୋଡ଼ାଇ ରଖୁଥିଲେ। ସେ ସବୁବେଳେ ଆଖିରେ ଚଷମା ପିନ୍ଧୁଥିଲେ ଏବଂ ଦିନେ ମୁଁ ତାଙ୍କ ଝିଅକୁ ବଜାରକୁ ନେଇଗଲି ଏବଂ ସେ ଫେରିବା ପରେ ସେ ମୋ ସହିତ ଆଗ ସିଟ୍ରେ ବସିଥିଲେ। ମୁଁ ଟିକିଏ ନର୍ଭସ୍ ଅନୁଭବ କଲି, କାରଣ ଏହା ପ୍ରଥମ ଥର ଘଟିଥିଲା। ନଚେତ୍ ଆଜି ପୂର୍ବରୁ ସେ ସର୍ବଦା ପଛ ସିଟ୍ରେ ବସୁଥିଲେ। ତେଣୁ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେତେବେଳେ ଚଳନ୍ତା କାର୍ରେ ସେହି ଝିଅଟି ତାଙ୍କ ହାତ ମୋ ହାତ ଉପରେ ରଖିଲେ। ଭୟ ହେତୁ ମୋ ଦେହ କମ୍ପିବାକୁ ଲାଗିଲା, କାରଣ ଏହିସବୁ ମୋ ସହିତ ପ୍ରଥମ ଥର ହିଁ ହେଉଥିଲା। ତାଙ୍କର ଏହି ହରକତ ଯୋଗୁଁ ମୁଁ ଝାଳରେ ଗାଧେଇ ଯାଇଥିଲି, କାରଣ ଆଜି ସେହି ଝିଅଟି ମୋତେ ଏକ ଭିନ୍ନ ଦୃଷ୍ଟିରେ ଚାହିଁ ରହିଥିଲା। ତାଙ୍କୁ ଦେଖି ମୁଁ ନିଜକୁ ଲଜ୍ଜିତ ଅନୁଭବ କଲି। ମୁଁ କାର୍ର ବେଗ ବଢ଼ାଇ ଶୀଘ୍ର ଘରେ ପହଞ୍ଚିଲି। ମୁଁ ମୋ ରୁମ୍ରେ ବସି ସେ ଝିଅର ଆଜିର ହରକତ ବିଷୟରେ ଚିନ୍ତା କରୁଥିଲି। ସେତିକିବେଳେ ସେହି ମହିଳା ମୋତେ ତାଙ୍କ ରୁମ୍କୁ ଡାକିଲେ ଏବଂ ସେ ମୋତେ ଯାହା କହିଲେ ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ସେ ମୋତେ କହିଲେ ଯେ ତୁମେ ମୋ ଝିଅକୁ ବିବାହ କର। ଏହାର ପ୍ରତିବଦଳରେ ମୁଁ ତୁମକୁ ବହୁତ ଟଙ୍କା ଦେବି। ମୁଁ ତୁମକୁ ବହୁତ ଧନ ଦେବି ଏବଂ ଯଦି ତୁମେ ମୋ କଥା ନ ମାନିବ ତେବେ ମୁଁ ତୁମ ଉପରେ ମିଥ୍ୟା ଅଭିଯୋଗ କରିବି ଏବଂ ତୁମକୁ ପୋଲିସରେ ଦେବି। ମୁଁ ତାଙ୍କ ଝିଅକୁ ବିବାହ କରିବାକୁ ଚାହୁଁନଥିଲି, କାରଣ ମୁଁ ଭାରତରେ ଜଣେ ଝିଅକୁ ପସନ୍ଦ କରୁଥିଲି। କିନ୍ତୁ ଦାରିଦ୍ରତା ହେତୁ ଏବଂ ଏହି ମହିଳାଙ୍କ ଧମକକୁ ଭୟ କରି ମୁଁ ତାଙ୍କ ଝିଅ ସହିତ ବିବାହ ପାଇଁ ହଁ କହିଦେଲି। ସେ ମୋତେ ମଧ୍ୟ କହିଲେ ଯେ ଯଦି ତୁମେ ଚାହଁ ତୁମେ ମୋ ଝିଅକୁ 2 ମାସ ପରେ ଛାଡ଼ପତ୍ର ଦେଇପାରିବ। କେବଳ ଏହା ଭାବି ମୁଁ ବିବାହ କଲି। କିନ୍ତୁ ବିବାହ ରାତିରେ ସେହି ଝିଅ ମୋ ଅବସ୍ଥା ଖରାପ କରିଦେଲା। ମୋର ପ୍ରାଣ ହିଁ କମ୍ପିବାକୁ ଲାଗିଲା ଯେତେବେଳେ ସେ ଝିଅ ମୋତେ କାନାଡ଼ାକୁ ଆସିବାର 1 ମାସ ହେବାକୁ ଯାଉଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଏଠାରେ କୌଣସି ଭଲ ଚାକିରି ପାଇନଥିଲି। ମୋର ଏଠାକୁ ଆସିବାର କାହାଣୀ ମଧ୍ୟ ଅଜବ ଥିଲା। ଯଦି ମୁଁ କାହାକୁ କହିଥାନ୍ତି ସେ ବି ମୋର ବିଶ୍ୱାସ କରିନଥାନ୍ତେ। ମୁଁ ତ ସ୍ୱପ୍ନରେ ବି ଭାବିନଥିଲି ଯେ ମୁଁ ଏଠାକୁ ଆସିବାର ସୁଯୋଗ ପାଇବି ବୋଲି। ମୋ ଘରର ଦାରିଦ୍ର୍ୟ ହେତୁ ମୁଁ ବହୁତ ଚିନ୍ତିତ ଥିଲି, କାରଣ ମୋର ସାନ ଭଉଣୀମାନେ ମୋ ଘରେ ଅବିବାହିତ ବସିଥିଲେ ଏବଂ ସେମାନେ ବିବାହ କରିବାର ବୟସ ବାହାରି ଯାଉଥିଲା, କିନ୍ତୁ ବିବାହ ହେଉନଥିଲା କାରଣ ଆମ ପାଖରେ ଯୌତୁକ ପାଇଁ କୌଣସି ଟଙ୍କା ନଥିଲା। ଦିନେ ମୁଁ ଦୁଃଖରେ ରାସ୍ତା ପାଖରେ ବେଞ୍ଚରେ ବସିଥିଲି। ସେତେବେଳେ ଜଣେ ବ୍ୟକ୍ତି ଏକ ବଡ଼ କାର୍ରେ ମୋ ପାଖକୁ ଆସି କହିଲେ, ତୁମେ ଅସୁବିଧାରେ ଅଛ କି? ଯଦି ତୁମେ ଚାହଁ ମୁଁ ତୁମକୁ ସାହାଯ୍ୟ କରିପାରିବି। ମୁଁ କହିଲି, ତୁମେ ଯାଅ ଏଠାରୁ। ମୁଁ ଏହି ସମୟରେ ବହୁତ ଚିନ୍ତାରେ ଅଛି। ମୋତେ ହଇରାଣ କର ନାହିଁ। ସେ କହିଲେ, ମୁଁ ତୁମକୁ ଚାକିରି ଦେବାକୁ ଆସିଛି। ଯଦି ତୁମେ ମୋ କଥା ଶୁଣିବାକୁ ଚାହୁଁନାହଁ ତେବେ ଠିକ୍ ଅଛି। ଏହା ତୁମର ଇଚ୍ଛା। ମୁଁ ଏଠାରୁ ଚାଲିଯିବି। କିଛି ସମୟ ଚିନ୍ତା କରିବା ପରେ ମୁଁ ତାଙ୍କୁ କହିଲି, ଠିକ୍ ଅଛି, ରୁହ ଆଉ ମୋତେ ପୁରା କଥା କୁହ। କିନ୍ତୁ ଭିତରେ ମୁଁ ଭୟ କରୁଥିଲି ଯେ ଏହି ଲୋକଟି ଏକ ଠକ ହୋଇପାରେ କି? କିନ୍ତୁ ଲୋକଟି କହିଲେ, ବ୍ୟସ୍ତ ହୁଅ ନାହିଁ। ଯଦି ତୁମେ ତୁମର ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ଚାହୁଁଛ ତେବେ ମୋ ସହିତ ଆସ। ମୁଁ ତୁମକୁ ବିଦେଶ ପଠାଇବି। ସେଠାରେ ତୁମେ କଠିନ ପରିଶ୍ରମ କରି ଟଙ୍କା କମେଇ ତୁମେ ତୁମର ପରିସ୍ଥିତିକୁ ବଦଳାଇ ପାରିବ। ବିଦେଶ ଯିବା ବିଷୟରେ ଶୁଣିବା ପରେ ମୁଁ ସଙ୍ଗେ ସଙ୍ଗେ ଠିଆ ହୋଇଗଲି। ମୁଁ ଭାବିଲି ଯେ ଥରେ ମୁଁ ଏହି ଲୋକର ପୁରା କଥା ଶୁଣିବି। ତାପରେ କିଏ ଜାଣେ, ଭଗବାନ ହୁଏତ ତାଙ୍କୁ ମୋତେ ସାହାଯ୍ୟ କରିବାକୁ ପଠାଇଥିବେ। କିନ୍ତୁ ସେହି ବ୍ୟକ୍ତି ମୋତେ କାହିଁକି ସାହାଯ୍ୟ କରିବାକୁ ଚାହିଁଲେ? ମୁଁ ତାଙ୍କୁ ପଚାରିଲି, ନା ମୁଁ ତୁମକୁ ଜାଣିଛି କିମ୍ବା ତୁମେ ମୋତେ ଜାଣିଛ, ତେବେ ତୁମେ ମୋତେ କାହିଁକି ସାହାଯ୍ୟ କରିବାକୁ ଚାହୁଁଛ? ତାପରେ ସେ କହିଲେ, ମୁଁ ପ୍ରତିଦିନ ଏମିତି ଜଣେ ଗରିବ ଲୋକଙ୍କୁ ସାହାଯ୍ୟ କରେ। ଭଗବାନ ମୋତେ ବହୁତ କିଛି ଦେଇଛନ୍ତି, କିନ୍ତୁ ମୁଁ ସେ ଲୋକଟିର କଥାରେ ବିଶ୍ୱାସ କରିପାରିଲିନି। ତାଙ୍କ ବିଷୟରେ ମୋର କିଛି ସନ୍ଦେହ ଥିଲା, କିନ୍ତୁ ମୋ ପାଖରେ ଆଉ କୌଣସି ବିକଳ୍ପ ନଥିଲା। କିଛି ଦିନ ପୂର୍ବରୁ ମୁଁ ମୋର ମୂର୍ଖତା ହେତୁ ମୁଁ ଗୋଟିଏ ଚାକିରି ହରାଇଥିଲି। ମୁଁ ଭଗବାନଙ୍କ ନାମ ନେଇ ପ୍ରାର୍ଥନା କଲି ଆଉ ସେହି ଲୋକ ସହ ଗଲି। ସେ ମୋତେ ସାଙ୍ଗରେ ନେଇ ଗୋଟିଏ ବଡ଼ କୋଠା ଘରକୁ ଆସିଲେ ଆଉ ମୋତେ ଗୋଟିଏ ବଡ଼ ରୁମ୍ରେ ବସେଇ ସେ କୁଆଡ଼େ ଗଲେ। ତା କିଛି ସମୟ ପରେ ସେ ଆସିଲେ ତ ତାଙ୍କ ହାତରେ କିଛି ଟଙ୍କା ଥିଲା।
ଆଉ ସେ ସବୁ ଟଙ୍କା ମୋତେ ଦେଇ କହିଲେ, ଏହି ଟଙ୍କା ନିଅ, ତୁମେ ଏଥିରେ ତୁମର ପାସପୋର୍ଟ ତିଆରି କର। କିଛି ଦିନ ପରେ ତୁମେ ଟିକେଟ୍ ମଧ୍ୟ ପାଇଯିବ। ମୁଁ ବିଶ୍ୱାସ କରିପାରିଲି ନାହିଁ ଯେ ଭାଗ୍ୟ ମୋ ପ୍ରତି ଏତେ ଦୟାଳୁ ହୋଇପାରେ ବୋଲି। ମୁଁ ଟଙ୍କା ନେଇ ପରବର୍ତ୍ତୀ ସମୟରେ ମୋ ପାସପୋର୍ଟ ତିଆରି କଲି। ପାସପୋର୍ଟ ତିଆରି ହେବା ପରେ ମୁଁ ଯେତେବେଳେ ସେହି ବ୍ୟକ୍ତିଙ୍କ ଘରକୁ ଗଲି, ସେ ମୋ ହାତରେ ଟିକେଟ୍ ରଖିଲେ ଆଉ ମୋତେ ଗୋଟିଏ ମୋବାଇଲ ନମ୍ବର ଦେଇ କହିଲେ, ଆସନ୍ତାକାଲି ତୁମର ଫ୍ଲାଇଟ୍ ଅଛି। ସେଠାକୁ ଯାଇ ଏହି ନମ୍ବର ସହିତ ଯୋଗାଯୋଗ କରିବ, ତୁମକୁ ଚାକିରି ମିଳିଯିବ। ମୁଁ ମୋ ପରିବାରକୁ କହି କାନାଡ଼ାକୁ ଆସିଗଲି। କିନ୍ତୁ ଏୟାରପୋର୍ଟରେ ପହଞ୍ଚିବା ପରେ ଯେତେବେଳେ ମୁଁ ମୋ ପକେଟରେ ସେହି ନମ୍ବର ଯାଞ୍ଚ କଲି, ମୁଁ ପାଇଲି ନାହିଁ। ମୁଁ ଅନୁଭବ କଲି ଯେ ମୁଁ ସେହି ନମ୍ବର ହରେଇଛି ଆଉ ଭୂମି ମୋ ପାଦ ତଳୁ ଖସିଗଲା। ମୁଁ ଭାବୁଥିଲି ଯେ ବର୍ତ୍ତମାନ ମୁଁ କ'ଣ କରିବି। ମୁଁ ଏଠାରେ କାହାକୁ ବି ଜାଣିନଥିଲି। ମୁଁ ସେ ଲୋକଙ୍କୁ ବି ଜାଣେ ନାହିଁ ଯିଏ ମୋତେ ଦୟାକରି ଏଠାକୁ ପଠେଇଥିଲେ। ମୋ ପାଖରେ ସେହି ବ୍ୟକ୍ତିଙ୍କ ନମ୍ବର ମଧ୍ୟ ନଥିଲା। କିନ୍ତୁ ବର୍ତ୍ତମାନ ମୁଁ ଏଠାକୁ ଆସି ଫସିଗଲି। ମୁଁ ବହୁତ ଚିନ୍ତାରେ ପଡ଼ିଯାଇଥିଲି। ପ୍ରଥମେ ମୁଁ କାମ କରିବାକୁ ଲାଗିଲି, କାରଣ ମୋତେ ମୋ ପେଟର ଭୋକ ମେଣ୍ଟେଇବାର ଥିଲା। ମୁଁ ଆସିବାର 3 ମାସ ହୋଇଯାଇଥାଏ, କିନ୍ତୁ ମୁଁ ଘରକୁ ଗୋଟିଏ ଟଙ୍କା ବି ପଠେଇ ନଥିଲି। କାରଣ ନିଜକୁ ସମର୍ଥନ କରିବା ବହୁତ କଷ୍ଟସାଧ୍ୟ ହୋଇପଡ଼ିଥିଲା। କୌଣସି ପ୍ରକାରରେ ମୁଁ 2 ଥରର ଖାଇବା ପାଇଁ ରୋଜଗାର କରୁଥିଲି। ବୋଧହୁଏ ଭଗବାନ ମୋ ଉପରେ ଦୟା କରିଥିଲେ, କିମ୍ବା ମୁଁ ସୌଭାଗ୍ୟବାନ ଯେ ଜଣେ ଧନୀ ବ୍ୟକ୍ତି ମୋତେ ତାଙ୍କ ଘରକୁ ନେଇ ମୋତେ ମାଳିର ଚାକିରି ଦେଲେ ଏବଂ ମୋତେ ଦରମା ବି ଭଲ ମିଳୁଥିଲା। ତାଙ୍କ ଘରକୁ ଜଣେ ମହିଳା ବନ୍ଧୁ ଆସୁଥିଲେ, ଆଉ ସେ ବହୁତ ଥର ଆସୁଥିଲେ। ଆଉ ସେ ଯେତେ ଥର ବି ଆସୁଥିଲେ ମୋତେ ଅଜବ ନଜରରେ ଦେଖୁଥିଲେ। ମୁଁ ଏହି ଜିନିଷକୁ ଲକ୍ଷ୍ୟ କରିଥିଲି। ଦିନେ ମୋର ମାଲିକ ମୋତେ ଏହି ସମ୍ପର୍କୀୟ ମହିଳାଙ୍କ ଘରକୁ ପଠାଇଲେ ଆଉ କହିଲେ ଯେ ଆଜିଠାରୁ ତୁମେ ତାଙ୍କ ଘରେ କାମ କରିବ ଏବଂ ତାଙ୍କର ଡ୍ରାଇଭର ହେବ। ସେହି ମହିଳା ମୋ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ। ମୋର ଦରମା ବହୁତ ଭଲ ଥିଲା। ସେହି ମହିଳା ମୋତେ ରହିବାକୁ ଏକ ବହୁତ ଭଲ ରୁମ୍ ମଧ୍ୟ ଦେଇଥିଲେ। କିନ୍ତୁ ଏଠାରେ ଥିବା ଅବଶିଷ୍ଟ ସେବକମାନେ ସେବକ କ୍ୱାର୍ଟରରେ ରହୁଥିଲେ ଏବଂ କେବଳ ମୋତେ ହିଁ ଅଲଗା ରୁମ୍ ଦିଆଯାଇଥିଲା। ଏହି ମହିଳାଙ୍କର ଜଣେ ବଢ଼ିଲା ଝିଅ ଥିଲା। ଯେବେ ସେ କୌଣସି ସ୍ଥାନକୁ ଯାଉଥିଲେ, ସେ ମୋତେ ସାଙ୍ଗରେ ନେଇଯାଉଥିଲେ, କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ ତାଙ୍କ ମୁହଁ ଦେଖି ନାହିଁ। ସେ ନିଜକୁ ଗୋଟିଏ ଚାଦରରେ ଘୋଡ଼ାଇ ରଖୁଥିଲେ ଏବଂ ମୁହଁ ମଧ୍ୟ ଗୋଟିଏ ରୁମାଲରେ ଢାଙ୍କି ହୋଇଥିଲା। ଏମିତି କିଛି ଦିନ ବିତିଗଲା ଯେ ମୁଁ ସେହି ମହିଳାଙ୍କ ଝିଅର ଆଚରଣ ମୋତେ ଅଜବ ଲାଗିଲା। କାରଣ ଯେତେବେଳେ ବି ସେ ମୋ ସହିତ କୌଣସି ସ୍ଥାନକୁ ଯାଉଥିଲେ, ସେ କାରରେ ମୋ ସହିତ ଆଗ ସିଟ୍ରେ ବସୁଥିଲେ ଆଉ କୌଣସି ନା କୌଣସି ବାହାନାରେ ସେ ମୋ ନିକଟତର ହେବାକୁ ଚେଷ୍ଟା କରୁଥିଲେ ଆଉ ମୋ ହାତ ଧରୁଥିଲେ। କିନ୍ତୁ ମୁଁ ଡରରେ କିଛି ବି କହୁନଥିଲି। ଦିନେ ସେ ମହିଳା ମୋତେ ତାଙ୍କ ଘର ଭିତରକୁ ଡାକିଲେ ଏବଂ ମୋତେ କହିଲେ ଯେ ତୁମକୁ ତୁମ ଭଉଣୀମାନଙ୍କ ବିବାହ ପାଇଁ କେତେ ଟଙ୍କା ଦରକାର। ମୁଁ ତାଙ୍କୁ କହିଲି ଯେ ମୋତେ ଲକ୍ଷ ଲକ୍ଷ ଟଙ୍କା ଦରକାର। ମୋତେ ତାଙ୍କ ଯୌତୁକ ଆଣିବାକୁ ପଡ଼ିବ, କାରଣ ମୋର 3 ଜଣ ଭଉଣୀ ଅଛନ୍ତି ଏବଂ ମୋତେ 3 ଜଣଙ୍କ ବିବାହ କରିବାକୁ ପଡ଼ିବ। ଏବଂ ଆପଣ ତ ଜାଣିଛନ୍ତି ଆଜିକାଲିର ପରିବେଶରେ ପୁଅ ଘରମାନଙ୍କର ଡିମାଣ୍ଡ କେତେ। କେବେ ଶେଷ ହୁଏ ନାହିଁ। ସେ କହିଲେ ଯେ ତୁମେ ମୋ ଠାରୁ ଯାହା ଟଙ୍କା ମାଗିବ ମୁଁ ତୁମକୁ ଦେବି, ଯାହାଦ୍ୱାରା ତୁମେ ତୁମ ଭଉଣୀମାନଙ୍କ ବିବାହ ବଡ଼ ଧୁମଧାମର ସହିତ କରିପାରିବ। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି ଏବଂ ତାହା ହେଉଛି ଯେ ତୁମେ ମୋ ଝିଅକୁ ବିବାହ କରିବ। ତାଙ୍କର ଏହି କଥା ଶୁଣି ମୋ ପାଦ ତଳୁ ଭୂମି ଘୋରାଇଲା ଭଳି ଲାଗିଲା। କାରଣ ମୁଁ କେବେ ଭାବିନଥିଲି ପ୍ରକୃତରେ ମୁଁ ତାଙ୍କ ଝିଅକୁ ପସନ୍ଦ କରୁନଥିଲି ଏବଂ ମୁଁ ଚାହୁଁଥିଲି ମୋ ନିଜ ଦେଶରେ ବିବାହ କରିବା ପାଇଁ, କାରଣ ମୁଁ ସେଠାରେ ଏକ ଝିଅକୁ ପସନ୍ଦ କରୁଥିଲି। ଯେତେବେଳେ ମୁଁ ସେହି ମହିଳାଙ୍କୁ ବିବାହ କରିବାକୁ ମନା କରିଥିଲି, ସେ ମୋତେ ଧମକ ଦେଇ କହିଲେ ଯେ ଯଦି ତୁମେ ମୋ କଥା ନ ମାନିବ, ତେବେ ମୁଁ ତୁମକୁ ମିଛ କେସ୍ରେ ଫସେଇ ଜେଲକୁ ପଠେଇ ଦେବି। ବର୍ତ୍ତମାନ ମୋ ପାଖରେ ଆଉ କୌଣସି ବାଟ ନଥିଲା। ସେଥିପାଇଁ ମୁଁ ବିବାହରେ ରାଜି ହେବାକୁ ବାଧ୍ୟ ହେଲି। ମୋ ସାମ୍ନାରେ ନୋଟ୍ ବଣ୍ଡଲ ଗୁଡ଼ିକ ରଖି କହିଲେ,
ପ୍ରକୃତ କଥା ହେଉଛି ମୋ ଝିଅ ତୁମକୁ ପସନ୍ଦ କରିଛି। ସେ ତୁମକୁ ବହୁତ ଧନ ଏବଂ ଖ୍ୟାତି ଦେବ। ତୁମେ ଯାହା ମାଗିବ ସେ ତୁମକୁ ଦେବ। ତୁମେ ପୁରା ଜୀବନ ବିଳାସପୂର୍ଣ୍ଣ ଜୀବନ ବିତାଇବ। ତୁମର କୌଣସି ଜିନିଷର ଅଭାବ ହେବ ନାହିଁ। କିନ୍ତୁ ସର୍ତ୍ତଟି ହେଉଛି ଯେ ତୁମେ ବିବାହ ପୂର୍ବରୁ ତାଙ୍କ ଚେହେରା ଦେଖିପାରିବ ନାହିଁ ଏବଂ ବିବାହ ପରେ ତୁମେ ତା ଚେହେରା ଦେଖିପାରିବ। ଏହି କଥା ଶୁଣିବା ପରେ ମୋତେ ଟିକେ ଅଜବ ଲାଗିଲା। କିନ୍ତୁ ଏତେ ଟଙ୍କା ଦେଖିବା ପରେ ମୁଁ ମଧ୍ୟ ଭାବିଲି ଯେ ବର୍ତ୍ତମାନ ମୁଁ ନିଶ୍ଚିତ ଭାବରେ ତାଙ୍କ ଝିଅକୁ ବିବାହ କରିବି, କାରଣ ଏହାର ପ୍ରତିବଦଳରେ ସେ ମୋ ଜୀବନକୁ ବଦଳାଇ ଦେବେ ଏବଂ ମୋ ଭଉଣୀମାନେ ମଧ୍ୟ ବିବାହ କରିପାରିବେ। ବର୍ତ୍ତମାନ ମୋର ମନା କରିବାର କୌଣସି କାରଣ ନଥିଲା। ମୁଁ ସମସ୍ତ ଟଙ୍କା ଏବଂ ସମସ୍ତ ବିଳାସପୂର୍ଣ୍ଣତା ଏବଂ ଏତେ ଟଙ୍କା ପାଉଥିଲି ଯଦି ମୋତେ କୌଣସି ଅସୁନ୍ଦର କିମ୍ବା ଭିନ୍ନକ୍ଷମଙ୍କୁ ଝିଅ ସହିତ ବିବାହ କରିବାକୁ ପଡ଼ିବ ତେବେ ମୁଁ ତାଙ୍କୁ ନିଶ୍ଚୟ ବିବାହ କରିବି। ଏଥିରେ କ୍ଷତି କିଛି ନାହିଁ। ମୁଁ ସେହି ମହିଳାଙ୍କ ଠାରୁ ବହୁତ ଟଙ୍କା ନେଇ ଭାରତରେ ମୋ ଘରକୁ ପଠାଇଥିଲି, ଯାହାଦ୍ୱାରା ମୋ ଭଉଣୀମାନେ ଯଥାଶୀଘ୍ର ବିବାହ କରିପାରିବେ। ମୁଁ ଏହି ଘଟଣାର ଗୋଟିଏ କଥା ଉପରେ ସନ୍ଦେହ କରୁଛି, ଯାହା ମୁଁ ଆଜି ପର୍ଯ୍ୟନ୍ତ ଏହି ମହିଳାଙ୍କ ଝିଅର ଚେହେରା ଦେଖିନଥିଲି ଏବଂ ଦ୍ୱିତୀୟ କଥା ହେଉଛି ସେ କାହିଁକି ନିଜ ଝିଅକୁ ମୋ ସହିତ ବିବାହ କରିବାକୁ ଚାହୁଁଥିଲେ। ନିଶ୍ଚୟ କିଛି କାରଣ ଅଛି ଯାହା ସେ ମୋ ଠାରୁ ଲୁଚାଉଥିଲେ। ଏ ବିଷୟରେ ଚିନ୍ତା କରି କରି ମୋ ମଥା ଖରାପ ହୋଇଯାଉଥାଏ। ଦିନେ ମହିଳା କହିଲେ ଯେ 2 ସପ୍ତାହ ପରେ ତୁମର ଏବଂ ମୋ ଝିଅର ବିବାହ, ଆଉ ମୋ ଝିଅ ବିବାହ ଆଗରୁ ପହଞ୍ଚିବ, କିନ୍ତୁ ତୁମେ କେବଳ ବିବାହ ପରେ ତାର ଚେହେରା ଦେଖିବ। ଏହି ମହିଳା ଜଣକ କହିଥିଲେ ଯେ ମୋ ଝିଅ କିଛି ଦିନ ତାଙ୍କ ମାଉସୀ ସହିତ ରହିବାକୁ ଅନ୍ୟ ଦେଶକୁ ଯାଇଛନ୍ତି। ସେ ଆସିବା ମାତ୍ରେ ତୁମେ ତାଙ୍କୁ ବିବାହ କରିବ। ସେହିଦିନ ମୁଁ ମଧ୍ୟ ହଁ କହିଲି। ମୁଁ ଆଶ୍ଚର୍ଯ୍ୟ ହୋଇଯାଉଥିଲି। ମୁଁ ଭାବୁଥିଲି ଯେ ଏହି ମହିଳା ଆମର ବିବାହକୁ ଅତି ସରଳ ଭାବରେ କରିବେ, କିନ୍ତୁ ଏହି ମହିଳା ବହୁତ ଧୁମଧାମର ସହିତ ବିବାହ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଦର୍ଶାଇଥିଲେ ଯେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସମସ୍ତ କାର୍ଯ୍ୟ ଏତେ ଜୋର ଜବରଦସ୍ତ ଥିଲା ଯେ ମୁଁ କଳ୍ପନା ମଧ୍ୟ କରିପାରୁନଥିଲି। ପ୍ରସ୍ତୁତି ସମାପ୍ତ ହେଲା ଏବଂ ଫଙ୍କସନ୍ ମଧ୍ୟ ଚାଲିଥିଲା, କିନ୍ତୁ ତାଙ୍କ ଝିଅ ଏପର୍ଯ୍ୟନ୍ତ ଆସିନଥିଲେ। ବର୍ତ୍ତମାନ ମୁଁ ସନ୍ଦେହ କରୁଥିଲି ଯେ ସେ ବିବାହ ପାଇଁ ଠିକ୍ ସମୟରେ ଆସିବେ କି ନାହିଁ ଏବଂ ଏହା ହିଁ ଘଟିଲା। ବିବାହ ଦିନ ସକାଳେ ମୁଁ ମୋ ରୁମ୍ର ଝରକା ପାଖରୁ ଦେଖିଲି ଜଣେ ଝିଅ ବଡ଼ କାରରୁ ବାହାରି ଘର ଭିତରକୁ ଗଲା ଏବଂ ସବୁଥର ପରି ସେ ନିଜକୁ ଏକ ଚାଦରରେ ଘୋଡ଼ାଇଥିଲା ଏବଂ ମୁହଁ ମଧ୍ୟ ଢାଙ୍କିଥିଲା। ସେ ସେହି ମହିଳାଙ୍କ ଝିଅ ଯିଏ ଥିଲେ ବର୍ତ୍ତମାନ ମୋର ପତ୍ନୀ ହେବାକୁ ଯାଉଛନ୍ତି, କିନ୍ତୁ ଆଜି ମଧ୍ୟ ସେ ତାଙ୍କର ମୁହଁରେ ରୁମାଲରେ ଢାଙ୍କି ରଖିଥିଲେ। ମୁଁ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ତାପରେ ମୁଁ ଭାବିଲି ଯାହା ବି ହେଉ ବିବାହ ପାଇଁ ଆଉ କିଛି ସମୟ ବାକି ଅଛି। ବିବାହ ପରେ ଏହି ରହସ୍ୟ ମଧ୍ୟ ପ୍ରକାଶ ପାଇବ। ବର୍ତ୍ତମାନ ମୁଁ ବିବାହକୁ ଅପେକ୍ଷା କରିଥିଲି। ଏହି ବିବାହ ବିଷୟରେ ମୁଁ ଘରେ କାହାକୁ କିଛି କହିନଥିଲି। ମୁଁ ଭାବିଥିଲି ଯେ ଏହି ବିବାହ କେତେ ଦିନ ଚାଲିବ ମୁଁ ଜାଣେ ନାହିଁ। ସେଥିପାଇଁ ମୁଁ ମୋର ପରିବାର ସଦସ୍ୟଙ୍କୁ କିଛି କହି ଚିନ୍ତାରେ ପକାଇବାକୁ ଚାହୁଁନଥିଲି। ଆମର ବିବାହ ହୋଇଗଲା। ବିବାହ ପରେ ନୂଆ ବୋହୂକୁ ମୋ ରୁମ୍ରେ ପହଞ୍ଚାଇ ଦେଇଥିଲେ। ମୁଁ ବହୁତ ଆତୁରତାର ସହିତ ତାଙ୍କ ଓଢ଼ଣି ଉଠେଇ ଯେମିତି ମୁଁ ତାଙ୍କ ମୁହଁ ଦେଖିଲି, ମୁଁ ମୋର ହୋସ ହରାଇଲି ଆଉ ମୁଁ ଭାବିଲି ସେହି ମହିଳା ଜଣକ କହିଥିଲେ ମୁଁ ତୁମକୁ ମୋ ଝିଅ ସହିତ ବିବାହ କରିବି, କିନ୍ତୁ ବୋହୂର ବେଶରେ ମୋ ସାମ୍ନାରେ ବସିଥିବା ଝିଅଟି ଆଉ ଅନ୍ୟ କେହି ଝିଅ ନଥିଲା। ବାସ୍ତବରେ ସେ ମୋ ପାଟିରୁ ଚିତ୍କାର ବାହାରୁ ରହିଗଲା। ମୋ ପୁରା ଶରୀର ଥରି ଉଠିଲା ଏବଂ ତାପରେ ମୋର ଅତୀତ ମୋ ସାମ୍ନାକୁ ଆସିଲା। ଯେତେବେଳେ ମୁଁ ଭାରତରେ ଥିଲି, ମୋର ନାମ ଆୟୁଷ ଏବଂ ମୁଁ MA କରିବା ପରେ ଚାକିରି ଖୋଜୁଥିଲି। ପ୍ରତ୍ୟେକ ଯୁବକଙ୍କ ପରି ମୋର ମଧ୍ୟ ଭାରତ ବାହାରେ ରହିବାର ଏକ ସ୍ୱପ୍ନ ଥିଲା। ମୋ ମୋବାଇଲରେ ବିଦେଶରେ ରହୁଥିବା ଲୋକଙ୍କ ଜୀବନ ଭିଡ଼ିଓ ଦେଖିବା ପରେ ମୋର ମଧ୍ୟ ଏକ ସ୍ୱପ୍ନ ଥିଲା ଯେ ମୁଁ ମଧ୍ୟ ଇଚ୍ଛା କରୁଥିଲି ଯେ ମୁଁ ବି କୌଣସି ବାହାର ଦେଶର ଭିଜା ପାଇପାରିବି ଏବଂ ମୁଁ ସେଠାରେ ରହିବାକୁ ଯିବି। ମୋ ଘରେ ମୁଁ ସବୁଠାରୁ ବଡ଼ ଭାଇ ଥିଲି ଏବଂ ମୋ ପରେ 5 ଭଉଣୀ ଏବଂ ଭାଇ ଥିଲେ। ବେଳେବେଳେ ମୁଁ ମୋର ପିତାମାତାଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହେଉଥିଲି ଯେ ଏତେ ସନ୍ତାନ ଜନ୍ମ କରିବା ପୂର୍ବରୁ ସେମାନେ ନିଜ ବିଷୟରେ ଏବଂ ନିଜ ଘରର ଅବସ୍ଥା ବିଷୟରେ ଚିନ୍ତା କରିବାର ଥିଲା ଆଉ ଆମର ଦାରିଦ୍ର୍ୟତାକୁ ଦେଖିଥାନ୍ତେ।
ଯଦି ତାଙ୍କର କମ୍ ସନ୍ତାନ ଥାଆନ୍ତେ ଅନ୍ତତଃ ମୋ ଜୀବନ ସହଜ ହୋଇଥାନ୍ତା। ପରିବାରର ବଡ଼ ପୁଅ ହୋଇଥିବାରୁ ଅନେକ ଦାୟିତ୍ୱ ମୋ ଦୁର୍ବଳ କାନ୍ଧରେ ଥିଲା। ମୁଁ MA କରିବା ପରେ ଚାକିରି କରିବା ଷ୍ଟାର୍ଟ କରିଦେଇଥିଲି। ସକାଳେ କଲେଜ ଯାଉଥିଲି ଆଉ ସନ୍ଧ୍ୟାରେ ମୁଁ ଚାକିରିକୁ ଯାଉଥିଲି। ଏମିତି ମୁଁ ପଢ଼ା ଶେଷ କଲି। ତାପରେ ମୁଁ ଭଲ ଚାକିରିଟିଏ ପାଇଁ ରାସ୍ତାର ଧୂଳି ସହିତ ଧୂଳି ହେଇ, କିନ୍ତୁ ଆଜିର ସମୟରେ ଚାକିରିଟିଏ ମିଳିବା କୌଣସି ସହଜ କଥା ନୁହଁ। ବହୁତ ପରିଶ୍ରମ ଏବଂ ବହୁତ କଷ୍ଟ ପରେ ମୁଁ ଏକ ବଡ଼ ସାରଙ୍କ ପାଖରେ ଡ୍ରାଇଭର ଭାବରେ ଚାକିରି ପାଇଲି। ଦରମା ମଧ୍ୟ ଭଲ ଥିଲା। ସେଥିପାଇଁ ମୁଁ ଚୁପଚାପ କାମ ଆରମ୍ଭ କଲି। ମୁଁ ସକାଳ 7ଟାରେ ମୋର ଚାକିରିକୁ ଯାଉଥିଲି ଏବଂ ସାରଙ୍କ ଝିଅକୁ ମୁଁ ଅଫିସ ଛାଡ଼ି କେତେବେଳେ ଅପରାହ୍ନ 2ଟାରେ ତ ବେଳେବେଳେ ସନ୍ଧ୍ୟା 5ଟାରେ ମୁଁ ମ୍ୟାଡ଼ାମଙ୍କୁ ଅଫିସରୁ ଘରକୁ ଫେରାଇ ଆଣୁଥିଲି। ଏହା ବ୍ୟତୀତ ମୋର ଅନ୍ୟ କୌଣସି କାମ ନଥିଲା। ବାକି ସମୟ ମୁଁ ମୁକ୍ତ ଥିଲି କାରଣ ମୋର ଏକମାତ୍ର କାମ ଥିଲା ସାରଙ୍କ ଝିଅକୁ ଅଫିସରେ ଛାଡ଼ିବା ଆଉ ଆଣିବା। ସାରଙ୍କ ଝିଅ ସବୁଦିନ ତାଙ୍କ ମୁହଁକୁ ଢାଙ୍କି ରଖୁଥିଲେ ଆଉ ମୁଁ ଏପର୍ଯ୍ୟନ୍ତ ତାଙ୍କ ଚେହେରା ଦେଖିନଥିଲି ଆଉ ତାଙ୍କୁ ଦେଖିବାକୁ ମୋର ଇଚ୍ଛା ମଧ୍ୟ ନଥିଲା କାରଣ ମୁଁ କେବଳ ମୋର କାମ କରିବାକୁ ଯାଉଥିଲି ଏବଂ କୌଣସି କାରଣରୁ ମୁଁ ଏହି ଚାକିରିରୁ ବରଖାସ୍ତ ହେବାକୁ ଚାହୁଁନଥିଲି। ମୋର କାର୍ଯ୍ୟକଳାପର କାରଣ ମୋ ଘରେ ପରିସ୍ଥିତି ଏହିପରି ନଥିଲା ଯେ ମୁଁ ଘରେ ବସି କିଛି ଦିନ ପର୍ଯ୍ୟନ୍ତ ଖାଇପାରିବି। ମୋର ବନ୍ଧୁମାନେ ମୋତେ କହୁଥିଲେ ଯେ ତୋ ବସ୍ର ଝିଅକୁ ତୋ ପ୍ରେମର ଜାଲରେ ପକାଇ ଦେ କାରଣ ସେ କୋଟିପତି ପିତାଙ୍କ ଝିଅ ଏବଂ ତୁ ମଧ୍ୟ ଯଥେଷ୍ଟ ସ୍ମାର୍ଟ ଅଛୁ। ଥରେ ସେ ତୋତେ ପସନ୍ଦ କଲେ ସେ ତୋର ପୁରା ଜୀବନ ଉପଭୋଗ କରିବାରେ ବିତିବ। ଆଉ ମୁଁ ବେଳେବେଳେ ତାଙ୍କ ଏହି କଥା ବିଷୟରେ ଚିନ୍ତା କରୁଥିଲି ଏବଂ ମୋ ହୃଦୟ ମଧ୍ୟ କହୁଥିଲା ଯେ ମୁଁ ବି ଏମିତି କରିବି କାରଣ ଏହା ଏକ ସର୍ଟକଟ୍ ଥିଲା ଧନୀ ହେବା ପାଇଁ, ଏକ ଅତି ସହଜ ଉପାୟ। କିନ୍ତୁ ମୁଁ ମୋ ଡର ଯୋଗୁଁ ମୋ ମାଲିକଙ୍କ ଝିଅକୁ ନଜର ଉଠାଇ ଦେଖି ମଧ୍ୟ ପାରୁନଥିଲି ଆଉ ସେ ଝିଅ ବି ମୋ ସହିତ କେବେ ବି କଥା ହେବା ପାଇଁ ଚେଷ୍ଟା କରିନି। ଆଉ ମୋତେ ଏହା ବ୍ୟତୀତ ଲାଗୁଥିଲା ଯେ ସେ ବୋଧେ ଜଣେ ମୂକ କାରଣ ଗୋଟିଏ ମାସ ଭିତରେ ତାଙ୍କୁ କଥାବାର୍ତ୍ତା ହେବାର କେବେ ଶୁଣିନଥିଲି। ମୋ ସାଙ୍ଗମାନେ କହୁଥିଲେ ତୁ ନିଜେ ତାଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କର, କିଏ ଜାଣେ କେବେ ଦିନେ ସେ ତୋ କଥାର ଉତ୍ତର ଦେବେ। ଦିନେ ମୁଁ କଥାବାର୍ତ୍ତା କରିବାକୁ ଚେଷ୍ଟା କଲି ଆଉ ତାଙ୍କୁ ବହୁତ ସାହସର ସହିତ କହିଲି ମ୍ୟାଡ଼ାମ ଆସନ୍ତାକାଲି ମୋତେ ଛୁଟି ଦରକାର ଏବଂ ଆସନ୍ତାକାଲି ମୁଁ ତୁମକୁ ଛାଡ଼ିବାକୁ ନେବାକୁ ଆସିପାରିବିନି। ମୋତେ କିଛି ଗୁରୁତ୍ୱପୂର୍ଣ୍ଣ କାମ ଅଛି। ମୁଁ ଭାବିଲି ସେ କିଛି ତ କହିବେ, ନହେଲେ ପଚାରିବେ କି କ'ଣ ପାଇଁ ଛୁଟି ନେବ, କାରଣ କ'ଣ ଆଉ ତୁମର କାମ କ'ଣ ଅଛି। କିନ୍ତୁ ସିଏ ତ ଗୋଟିଏ ଶବ୍ଦ ବି ପଚାରିଲେନି ଏବଂ କେବଳ ମୁଣ୍ଡ ହଲାଇ ହଁ କହିଲେ। ମୁଁ ନିଜ ଉପରେ ଅତ୍ୟଧିକ କ୍ରୋଧ ଅନୁଭବ କଲି। ମୁଁ ଭାବିଲି ମୁଁ କାହିଁକି ଏହି ପଥର ହୃଦୟ ଝିଅ ସହିତ ମୁଣ୍ଡ ବାଡ଼ାଉଛି। ମୋତେ ଲାଗୁନି ଯେ ସେ କୌଣସି ପରିସ୍ଥିତିରେ ମୋ ଜାଲରେ ଫସିବେ ବୋଲି। ପରଦିନ ମୁଁ ଜାଣିଶୁଣି ଛୁଟି ନେଇଥିଲି କାରଣ ଛୁଟି ନେବା ବିଷୟରେ ମୁଁ ମ୍ୟାଡ଼ାମଙ୍କ ସହ କଥା ହୋଇଥିଲି। ବର୍ତ୍ତମାନ ମୋର ଛୁଟି ନେବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା। ମୁଁ ଭାବିଲି ଛୁଟି ନେବା ପରେ ଆର ଦିନ ଯେତେବେଳେ ଯିବି ସେ ନିଶ୍ଚିତ ପଚାରିବେ ତୁମେ କାଲି କ'ଣ ପାଇଁ ଆସିଲନି ଆଉ ତୁମ କାମ କ'ଣ ଥିଲା। କିନ୍ତୁ ତାଙ୍କୁ ପଚାରିବା ଆଗରୁ ତାଙ୍କ ବାପା ମୋତେ ପଚାରିଲେ ତୁମେ କାଲି କାହିଁକି ଆସିଲନି। ମୁଁ କହିଲି ସାର୍ ଆପଣ ଗତକାଲି ଘରେ ନଥିଲେ ଆଉ ମୁଁ ମ୍ୟାଡ଼ାମ ସାହିବାଙ୍କୁ କହିଥିଲି ଯେ ମୋର କିଛି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ସେଥିପାଇଁ ମୁଁ ଆସନ୍ତାକାଲି ଆସିପାରିବି ନାହିଁ। ସାହେବ କହିଲେ ଠିକ୍ ଅଛି, କିନ୍ତୁ ପରବର୍ତ୍ତୀ ସମୟରେ ତୁମେ ଛୁଟି ନେବାକୁ ଚାହୁଁଥିଲେ ତେବେ ନିଶ୍ଚିତ ଭାବରେ ମୋତେ କହିବ ଆଉ ମୋ ଝିଅ ସହିତ ଆଉ କିଛି ବିଷୟରେ କଥାବାର୍ତ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ମୋର ଏହି କଥା ଯେମିତି ତୁମର ମନେ ରହେ। ମୁଁ ତାଙ୍କ କଥାରେ ଆଶ୍ଚର୍ଯ୍ୟ ହୋଇ କିଛି ଭାବିବାକୁ ଲାଗିଲି। ସାର୍ ତାଙ୍କ ଝିଅ ଉପରେ ଏତେ କ୍ରୋଧିତ କାହିଁକି। ମୁଁ ତାଙ୍କୁ କେବେ ବି ମ୍ୟାଡ଼ାମ ସହିତ ସ୍ନେହପୂର୍ଣ୍ଣ କଥା କହିଥିବାର ଦେଖିନଥିଲି। ଦିନେ ମୁଁ ଘରର ପୁରୁଣା ସେବକଠୁ ଜାଣିବାକୁ ପାଇଲି ଯେ ସେ ସାରଙ୍କ ଝିଅ ନୁହଁ, ବାସ୍ତବରେ ସାରଙ୍କ ସାନ ଭାଇଙ୍କ ଝିଅ। ତାଙ୍କ ନାମ ଖୁସବୁ କିନ୍ତୁ ସମସ୍ତେ ତାଙ୍କୁ ରିୟା ମ୍ୟାଡ଼ାମ ବୋଲି ଡାକନ୍ତି। ବାସ୍ତବରେ ସେ ଅନ୍ୟ ଦେଶରେ ରୁହନ୍ତି କିନ୍ତୁ ବର୍ଷର କିଛି ମାସ ଏଠାରେ ବିତାନ୍ତି। ସାହେବ ତାଙ୍କୁ କାର୍ଯ୍ୟକୁ ବହୁତ ଘୃଣା କରନ୍ତି କିନ୍ତୁ ତାଙ୍କୁ କିଛି
କହନ୍ତି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଧ୍ୟାନ ଦେଇନଥିଲି ଯେ ସେ କୁଆଡ଼େ ଯାଆନ୍ତି ଆଉ କାମ କ'ଣ କରନ୍ତି। ମୁଁ ଖାଲି ତାଙ୍କୁ ଛାଡ଼ିଦେଇ କାରରେ ଫେରାଇ ଆସୁଥିଲି। ପରଦିନ ଯେତେବେଳେ ମୁଁ ଅଫିସ୍ ଆଗରେ ବୋର୍ଡ଼ ପଢ଼ିଲି ଯେଉଁଠାରେ ମୁଁ ତାଙ୍କୁ ଛାଡ଼ିଥିଲି, ଭୂମି ମୋ ପାଦ ତଳୁ ଖସିଗଲା। ସେହି କେନ୍ଦ୍ରଟି କିନ୍ନରଙ୍କ ଦେଖାଶୁଣା ପାଇଁ ଥିଲା। ସେହି ଝିଅଟି ସେହି କେନ୍ଦ୍ର ଭିତରକୁ ଗଲା। ମୁଁ କିଛି ଦୂର କାର୍ ପାର୍କିଂ କଲି। କିଛି ସମୟ ପରେ ସେଠାରୁ କିଛି କିନ୍ନର ବାହାରକୁ ଆସିଲେ। ତାପରେ ମୁଁ ଜଣେ ବ୍ୟକ୍ତିଙ୍କୁ ପଚାରିଲି, ଯିଏ ଏହି ସ୍ଥାନର ମାଲିକାଣୀ କିଏ? ଏବଂ ସେ କହିଲେ ଯେ ରିୟା ମ୍ୟାଡ଼ାମ୍ ସେ ବହୁତ ବଡ଼ ପରିବାରର ଝିଅ। ସେ ବହୁତ ଧନୀ ଏବଂ ବହୁତ ଭଲ ଝିଅ। ସେ କିନ୍ନରଙ୍କୁ ଶିକ୍ଷା ଦେବା ପାଇଁ ଏଠାକୁ ଆସନ୍ତି। ମୁଁ ତାଙ୍କ ପ୍ରତି ବହୁତ ପ୍ରଭାବିତ ହୋଇଥିଲି ଏବଂ ଭାବିଲି ଯେ ରିୟା ମ୍ୟାଡ଼ାମ୍ ବହୁତ ସୁନ୍ଦର ଆଉ ଭଲ। ସେ କେତେ ଯତ୍ନ ନିଅନ୍ତି କିନ୍ନରଙ୍କର। ମୁଁ ତାଙ୍କୁ ପ୍ରକୃତରେ ବହୁତ ପସନ୍ଦ କରିବାକୁ ଲାଗିଲି। ମୁଁ ଧୀରେ ଧୀରେ ତାଙ୍କ ସହ କଥାବାର୍ତ୍ତା କରିବାକୁ ଲାଗିଲି। କିଛି ଦିନ ମଧ୍ୟରେ ସେ ମଧ୍ୟ ମୋ ସହ ଭଲ ମିଶିଗଲେ ଆଉ ଆମେ ସବୁବେଳେ କଥା ହେଉଥିଲୁ। ଆଉ ଏବେ ସେ କାରରେ ବସିବା ମାତ୍ରେ ସେ ତାଙ୍କ ମୁହଁରୁ ରୁମାଲ କାଢ଼ି ଦେଉଥିଲେ ଆଉ ପୁରା ରାସ୍ତାରେ ଆମେ କଥା ହେଉଥିଲୁ। ମୁଁ ମଧ୍ୟ ତାଙ୍କ ବଡ଼ ବାପାଙ୍କ ପରି ତାଙ୍କର କିନ୍ନରଙ୍କ ପାଇଁ କାମ କରିବାକୁ ପସନ୍ଦ କରୁନଥିଲି, କିନ୍ତୁ ମୁଁ ତାଙ୍କୁ ବର୍ତ୍ତମାନ କହିପାରିଲି ନାହିଁ। ମୁଁ ଅନୁଭବ କରିବାକୁ ଲାଗିଲି ଯେ ସେ ମଧ୍ୟ ମୋତେ ବହୁତ ପସନ୍ଦ କରିବାକୁ ଲାଗିଥିଲେ। ଶୀଘ୍ର ଆମର ଖବର ସାହେବଜୀ ଅର୍ଥାତ୍ ରିୟା ମ୍ୟାଡ଼ାମଙ୍କ ବଡ଼ ବାପାଙ୍କ ନଜରକୁ ଆସିଲା। ଦିନେ ସେ ମୋତେ ତାଙ୍କ ଘରକୁ ଡାକି ପଚାରିଲେ, ତୁମେ ରିୟାଙ୍କ ବାସ୍ତବତା କ'ଣ ଜାଣିଛ କି? ଯଦି ତୁମେ ରିୟାର ବାସ୍ତବତା କ'ଣ ଜାଣିବ, ତେବେ ତୁମ ଏଠାରୁ ପଛକୁ ପାଦ ପକାଇ ଫେରିଯିବ। ତାହା ସହ ଦେଖା କରିବା ତ ଦୂରର କଥା, ତୁମେ ତା ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରିବ ନାହିଁ। ମୁଁ ତାଙ୍କୁ କହିଲି, ରିୟା ମ୍ୟାଡ଼ାମ୍ ବିଷୟରେ ଏମିତି ସତ କ'ଣ ଅଛି? ମୁଁ ତ ତାଙ୍କୁ ବିବାହ କରିବାକୁ ଚାହୁଁଛି। ମୋ କଥା ଶୁଣିବା ପରେ ବସ୍ ମୋତେ ଅଜବ ଆଖିରେ ଦେଖିଲେ ଏବଂ କହିଲେ, ସେ ଝିଅ ନୁହେଁ କିନ୍ତୁ ଜଣେ କିନ୍ନର। ସେ ପୁରୁଷ ନୁହନ୍ତି କି ଜଣେ ମହିଳା ବି ନୁହନ୍ତି, କିନ୍ତୁ ସେ ତୃତୀୟ ଜାତିର ଅଟନ୍ତି। ତୁମେ ତାଙ୍କୁ କିପରି ବିବାହ କରିପାରିବ? ଏହା ଶୁଣିବା ପରେ ଲାଗିଲା ଯେପରି ମୋ ମୁଣ୍ଡ ଉପରେ ଆକାଶ ଛିଣ୍ଡିଗଲା। ମୁଁ ଭାବିବାକୁ ଲାଗିଲି, ସେହି ଲୋକମାନଙ୍କ ପ୍ରତି ତାଙ୍କର ସ୍ନେହ ଭାବ ଦେଖି ରିୟାଙ୍କ ସତ୍ୟ କ'ଣ ବୁଝିବା ଉଚିତ ଥିଲା। ଯେତେବେଳେ ବି ସେ ସେହି ଲୋକମାନଙ୍କ ସହିତ ଥାଆନ୍ତି, ମୁଁ ଅନୁଭବ କଲି ଯେ ସେ ମଧ୍ୟ ସେମାନଙ୍କର ଏକ ଅଂଶ, କିନ୍ତୁ ମୁଁ ତାଙ୍କୁ ସନ୍ଦେହ କରିବାକୁ କେବେ ବି ଭାବିନଥିଲି। ଏହି ବ୍ୟକ୍ତି ମୋତେ ସତ କ'ଣ କହିଥିଲେ। ମୁଁ ରିୟାଙ୍କ ସତ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ପଛକୁ ବୁଲି ସେଠାରୁ ପଳାଇ ଆସିଲି। ମୁଁ ରିୟାଙ୍କ ସହ ସମସ୍ତ ସମ୍ପର୍କ ସମାପ୍ତ କରିଥିଲି। ବର୍ତ୍ତମାନ ମୋର ତାଙ୍କ ସହ କୌଣସି ସମ୍ପର୍କ ନଥିଲା, କାରଣ ସେ ମୋତେ ବହୁତ ପ୍ରତାରଣା କରିଥିଲେ। ତାଙ୍କ ସତ୍ୟ ଜାଣିବା ପରେ ମୁଁ ତାଙ୍କ ମୁହଁ ମଧ୍ୟ ଦେଖିବାକୁ ଇଚ୍ଛା କରିନଥିଲି। ମୁଁ ମଧ୍ୟ ମୋର ଚାକିରି ଛାଡ଼ି ଦେଇଥିଲି, କିନ୍ତୁ ସେହି ଚାକିରି ଛାଡ଼ିବା ପରେ ମୁଁ ବିଭିନ୍ନ ସ୍ଥାନରେ ଠକ୍କର ଖାଇଲି। ବହୁତ କଷ୍ଟ ପରେ ମୋର ଭାଗ୍ୟ ମୋ ଉପରେ ଦୟା କରିଥିଲା ଆଉ ମୁଁ କାନାଡ଼ା ଆସିଥିଲି। କିନ୍ତୁ ଏଠିକି ଆସିଲା ପରେ ମୁଁ ଜାଣିନଥିଲି ମୋ ଭାଗ୍ୟରେ କ'ଣ ଲେଖା ଅଛି। ମୋର ବିବାହ ପାଇଁ ହଁ କହିବା ବେଳେ ବି ମୋ ମନକୁ ଦୂରରୁ ମଧ୍ୟ ରିୟାଙ୍କ ଭାବନା ଆସିନଥିଲା। କିନ୍ତୁ ଯାହା ମୁଁ ଭାବିନଥିଲି ତାହା ହିଁ ହୋଇଥିଲା। ଏବେ ମୋ ସାମ୍ନାରେ ମୋ ବଧୂ ବେଶରେ ରିୟା ବ୍ୟତୀତ ଆଉ କେହି ନଥିଲେ। ମୁଁ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲି, ତାଙ୍କୁ ଦେଖିବା ପରେ ସେ ମଧ୍ୟ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ମୋ ମୁଣ୍ଡକୁ ଦୁଇ ହାତରେ ଧରି ନେଇଲି ଆଉ ମୁଁ ଏହା ଭାବି ଭାବି ପାଗଳ ହୋଇଯାଉଥିଲି ଯେ ମୁଁ ଜଣେ କିନ୍ନରଙ୍କୁ ବିବାହ କରିଛି। ମୋ ମୁଣ୍ଡ ବୁଲାଉଥିଲା, କିନ୍ତୁ ବର୍ତ୍ତମାନ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ମୁଁ ମ୍ୟାଡ଼ାମ୍ ଠାରୁ ଟଙ୍କା ନେଇଥିଲି ଏବଂ ମୁଁ ମୋ ଘରକୁ ଟଙ୍କା ପଠାଇ ଦେଇଥିଲି ଆଉ ସେହି ଟଙ୍କାରେ ମୋ ଭଉଣୀମାନଙ୍କର ବିବାହର ବ୍ୟବସ୍ଥା ଚାଲିଥିଲା। ଯଦି ମୁଁ ମ୍ୟାଡ଼ାମ୍ ଠାରୁ ଟଙ୍କା ନେଇନଥାନ୍ତି, ତେବେ ମୁଁ ବର୍ତ୍ତମାନ ସେଠାରୁ ପଳାଇ ଯାଇଥାନ୍ତି। ମୋର ଅସହାୟତା ଏବଂ ଲୋଭ ମୋତେ ଆଜି ଯେଉଁଠୁ ଆଣି ଠିଆ କରାଇଛି ଯେ ମୁଁ ଜଣେ କିନ୍ନରଙ୍କୁ ବିବାହ କରିଛି ଏବଂ ବର୍ତ୍ତମାନ ଜଣେ କିନ୍ନର ମୋର ପତ୍ନୀ ହୋଇ ସେ ମୋ ସାମ୍ନାରେ ବସିଥିଲେ। ମୁଁ ରାଗିଯାଇ ତାଙ୍କୁ ମୋ ରୁମ୍ରୁ ବାହାର କରିଦେଲି। ସେ କିଛି କହିଲେ ନାହିଁ ଏବଂ ଠିଆ ହୋଇ ତାଙ୍କ ମା ପାଖକୁ ଗଲେ। ସେ ରୁମ୍ରୁ ବାହାରିବା ମାତ୍ରେ ମୁଁ ଭିତରୁ କବାଟ ବନ୍ଦ କରିଦେଲି। ମୁଁ ତାଙ୍କୁ ମୋ ରୁମ୍ରେ ଗୋଟିଏ ମିନିଟ୍ ପାଇଁ ବି ରହିବାକୁ ଚାହୁଁନଥିଲି।
ମୋର ସାରା ରାତି ଉଜାଗରରେ ବିତିଲା। ଯେମିତି ସକାଳ ହେଲା ମୋ ଶାଶୁ ମୋ ପାଖକୁ ଆସିଲେ ଆଉ ମୋତେ ଧମକ ଦେଇ କହିଲେ, ଚୁପଚାପ ମୋ ଝିଅକୁ ନିଜର କରିନିଅ ଏବଂ ଫଙ୍କସନ୍ ପାଇଁ ପ୍ରସ୍ତୁତ ହୁଅ, ନଚେତ୍ ତୁମେ ଜାଣ ମୁଁ ତୁମ ସହିତ କ'ଣ କରିପାରିବି। ମୁଁ ତୁମକୁ ଜେଲକୁ ପଠାଇବି। ତୁମକୁ ସାରା ଜୀବନ ସେଠାରେ ବିତାଇବାକୁ ପଡ଼ିବ। ଭାବ ତୁମ ପରିବାର ସହିତ କ'ଣ ହେବ। ବର୍ତ୍ତମାନ ମୁଁ ମୋ ପରିବାର ପାଇଁ ଛିଡ଼ା ହେବାକୁ ବାଧ୍ୟ ହେଲି ଏବଂ ଫଙ୍କସନ୍ ପାଇଁ ପ୍ରସ୍ତୁତ ହେଲି, କାରଣ ମୁଁ ଜାଣିଥିଲି ଯେ ଏହି ମହିଳାଙ୍କ ପହଞ୍ଚ ବହୁତ ଦୂର ପର୍ଯ୍ୟନ୍ତ। ସେ ମୋ ସହ କିଛି ବି କରିପାରନ୍ତି ଏବଂ ମୁଁ ଏଠାରେ କାହାକୁ ମଧ୍ୟ ଜାଣିନଥିଲି। ଯେତେବେଳେ ମୁଁ ବାହାରକୁ ଯାଇ ରିୟାଙ୍କୁ ପ୍ରସ୍ତୁତ ହୋଇଥିବାର ଦେଖିଲି, ସେ ଆଦୌ କିନ୍ନରଙ୍କ ପରି ଦେଖାଯାଉନଥିଲେ। ତାଙ୍କୁ ଦେଖି କେହି କହିପାରିବ ନାହିଁ ଯେ ସେ ଜଣେ ଝିଅ ନୁହେଁ, ବରଂ ଜଣେ କିନ୍ନର। ମୁଁ ବହୁତ ଦ୍ୱନ୍ଦ୍ୱରେ ପଡ଼ିଥିଲି। ରାତିରେ କାର୍ଯ୍ୟ ସରିବା ପରେ ମୁଁ ରୁମ୍କୁ ବାହାରି ଆସି ଏକୁଟିଆ ଆସି ଛାତ ଉପରେ ଠିଆ ହୋଇଥାଏ। ତାପରେ ମୋର ଶାଶୁ ମୋ ପାଖକୁ ଆସି ମୋତେ ସ୍ନେହର ସହ ପଚାରିଲେ, ତୁମେ ଏଠି ବାହାରେ କାହିଁକି ଠିଆ ହୋଇଛ? ମୁଁ ବହୁତ ରାଗିଯାଇ ତାଙ୍କୁ କହିଲି ଯେ ତୁମେ ମୋ ସହିତ ଛଳନା କରିଛ। ତୁମେ ମୋତେ କହିଥିଲ ଯେ ମୁଁ ତୁମ ଝିଅକୁ ବିବାହ କରିବି, ଅର୍ଥାତ୍ ଗୋଟିଏ ଝିଅ, କିନ୍ତୁ ତୁମେ ମୋତେ ପ୍ରତାରଣା କରି ମୋତେ ଜଣେ କିନ୍ନରଙ୍କ ସହିତ ବିବାହ କରିଛ। ତୁମେ ମୋର ଅସହାୟତାର ସୁଯୋଗ ନେଇଥିଲ। ସେ କହିଲେ, ତୁମକୁ କେହି ମିଛ କଥା କହିଛି? ମୋ ଝିଅ କିନ୍ନର ନୁହେଁ, ବାସ୍ତବରେ ସତ ଆଉ କିଛି। ଶାଶୁ ମୋତେ ଆଉ କିଛି କହିବା ପୂର୍ବରୁ ରିୟା ରୁମ୍ରୁ ବାହାରକୁ ଆସି କହିଲେ, ଠିକ୍ ଅଛି, 2 ମାସ ପରେ ତୁମେ ମୋତେ ଛାଡ଼ପତ୍ର ଦେଇ ଭାରତକୁ ଫେରିପାରିବ ଏବଂ ମୋ ମା ତୁମକୁ ଯାହା ଟଙ୍କା ଦେଇଛନ୍ତି ତାହା ତୁମକୁ ଫେରସ୍ତ କରିବାକୁ ହେବ ନାହିଁ ତୁମଠାରୁ। କିନ୍ତୁ ମୋର ଆଉ ଏକ ସର୍ତ୍ତ ଅଛି। ରିୟାଙ୍କଠାରୁ ଏହା ଶୁଣିବା ପରେ ମୁଁ ବହୁତ ଖୁସି ହେଲି। ଯାହା ହେଉ ମୋର ମାତ୍ର 2 ମାସ ପରେ ଜୀବନ ନଷ୍ଟ ହେବାରୁ ବଞ୍ଚିଯିବ। ଏହି 2 ମାସ ପାଇଁ ତାଙ୍କର ସର୍ତ୍ତ ଥିଲା ଯେ ମୋତେ ତାଙ୍କୁ ଅନ୍ୟ ଲୋକଙ୍କ ସାମ୍ନାରେ ଏକ ଭଲ ସ୍ୱାମୀ ବୋଲି ଦର୍ଶାଇବାକୁ ପଡ଼ିବ, କାରଣ ଆମେ ବର୍ତ୍ତମାନ ବିବାହ କରିଥିଲୁ ଏବଂ ବର୍ତ୍ତମାନ ଆମକୁ ପ୍ରତିଦିନ ପାର୍ଟି ଯିବାକୁ ପଡ଼ୁଥିଲା। ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି ଏବଂ ଭାବୁଥିଲି ଯେ କାନାଡ଼ାର କେହି କ'ଣ ରିୟାଙ୍କ ବାସ୍ତବତା ଜାଣିନାହାନ୍ତି। ଏହି 2 ମାସ ମୁଁ ତାଙ୍କ ଉପରେ ନଜର ରଖିଥିଲି, କିନ୍ତୁ ମୁଁ ସେପରି କିଛି ଜାଣିପାରିନଥିଲି। ମୋତେ ଅଧିକାଂଶ ସମୟ ତାଙ୍କ ସହିତ ରହିବାକୁ ପଡ଼ୁଥିଲା, କିନ୍ତୁ ରାତି ହେବା ମାତ୍ରେ ମୁଁ ମୋ ରୁମ୍କୁ ଯାଉଥିଲି ଏବଂ ସେ ତାଙ୍କ ରୁମ୍କୁ ଯାଉଥିଲେ, ଶୋଇପଡ଼ୁଥିଲେ। 2 ମାସ ବିତିଗଲା। ମୁଁ ଛାଡ଼ପତ୍ର କାଗଜପତ୍ର ପ୍ରସ୍ତୁତ କରିସାରିଥିଲି। ମୋ ଶାଶୁ ମୋତେ କହିଲେ ଯେ ତୁମେ ପୁଣି ଚିନ୍ତା କରିବା ଉଚିତ। ଏବେ ବି ସମୟ ଅଛି। ତୁମେ ସତ କ'ଣ ଜାଣିନାହଁ, ନଚେତ୍ ଏହା ହୋଇପାରେ ଯେବେ ତୁମେ ସତ କ'ଣ ଜାଣିବ, ତେବେ ସତ ଜାଣିବା ପରେ ତୁମେ ଅନୁତାପ କରିବ ଏବଂ ତୁମର ହାତକୁ ମଳିବ ରହିଯିବ ଏବଂ ତୁମେ ଜୀବନସାରା ତୁମର କାର୍ଯ୍ୟକଳାପରେ ଅନୁତାପ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବ। ମୁଁ ବୁଝିପାରୁଥିଲି ଯେ ସେ ମୋତେ ଅଟକାଇବା ପାଇଁ ଏହିପରି କୌଶଳର ବ୍ୟବହାର କରୁଛନ୍ତି। ମୁଁ ତାଙ୍କ ଝିଅର ସୁରକ୍ଷା ପାଇଁ ରହିଯିବା ପାଇଁ ମୋତେ ଭାବପ୍ରବଣ ଭାବରେ ବ୍ଲାକମେଲ୍ କରୁଛନ୍ତି। ସେ ଆମକୁ ଏକାଠି ରଖିବାକୁ ଚାହୁଁଛନ୍ତି, କିନ୍ତୁ ମୁଁ ଭାରତ ଫେରିଯିବାକୁ ସ୍ଥିର କରିଥିଲି। ମୁଁ ତାଙ୍କୁ ଛାଡ଼ପତ୍ର ଦେଇ ଫେରି ଆସିଲି। ବର୍ତ୍ତମାନ ଏଠାକୁ ଆସିବା ପରେ ମୋତେ ପୁନର୍ବାର ଜୀବନ ଆରମ୍ଭ କରିବାକୁ ପଡ଼ିଲା। ଏଠାରେ ମୋ ପାଖରେ କୌଣସି କାମ ନଥିଲା, ସେଥିପାଇଁ ମୁଁ କଠିନ ପରିଶ୍ରମ ଆରମ୍ଭ କଲି। ଆଉ ମୋ ହୃଦୟରେ ଯେଉଁ ସବୁ ସ୍ୱପ୍ନ ଥିଲା ସେସବୁ ଶେଷ ହୋଇଯାଇଥିଲେ। 3 ବର୍ଷ ବହୁତ କଷ୍ଟ କଲା ପରେ ମୁଁ ଗୋଟିଏ ଛୋଟ ବିଜନେସ୍ ଠିଆ କରିବାରେ ସଫଳ ହେଲି। ଏହି କାମ ପାଇଁ ମୁଁ ଏକ ବଡ଼ ବ୍ରାଣ୍ଡର ଅଫିସରେ ମିଟିଂ କରିବା ପାଇଁ ମୋତେ ମୋ ବନ୍ଧୁଙ୍କ କମ୍ପାନୀକୁ ଯିବାକୁ ପଡ଼ିଲା। ତ ସେଠାରେ ମୁଁ ରିୟାଙ୍କୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ଜାଣି ଆଶ୍ଚର୍ଯ୍ୟ ହୋଇଗଲି ଯେ ବର୍ତ୍ତମାନ ସେ ମୋର ବନ୍ଧୁଙ୍କ ପତ୍ନୀ। ମୁଁ ମୋର ବନ୍ଧୁଙ୍କୁ ସମସ୍ତଙ୍କ ସାମ୍ନାରେ ଟାଣିଲି ଏବଂ କହିଲି, ତୁମେ କ'ଣ କରିଛ? ତୁମେ କାହାକୁ ବିବାହ କରିଛ? ମୋର ବନ୍ଧୁ ମୋ ହାତ ଧରି ସେହି ମୁହୂର୍ତ୍ତରେ ସେ ମୋତେ ଅନ୍ୟ ଏକ ରୁମ୍କୁ ନେଇ ମୋତେ କହିଲେ ଯେ ଏଠାରେ ଡ୍ରାମା କରିବାର କୌଣସି ଆବଶ୍ୟକତା ନାହିଁ। ମୁଁ କହିଲି, ତୁମେ କାହାକୁ ବିବାହ କରିଛ? ସେ କହିଲେ, ହଁ, ମୁଁ ଜାଣେ ଏବଂ ମୁଁ ସେସବୁ ମଧ୍ୟ ଜାଣେ ଯାହା ତୁମେ ଜାଣିନାହଁ। ମୁଁ କହିବାକୁ ଲାଗିଲି, ତୁମେ ପାଗଳ ହୋଇଯାଇଛ? ମୋର ବନ୍ଧୁ ମୋତେ କହିଲେ ଯେ ମୁଁ ପାଗଳ ନୁହେଁ, କିନ୍ତୁ ମୁଁ ରିୟାଙ୍କର ସମ୍ପୂର୍ଣ୍ଣ ସତ୍ୟ ଜାଣେ। ରିୟା ଜଣେ କିନ୍ନର ନୁହନ୍ତି, କିନ୍ତୁ ସେ ବହୁତ ଭଲ ଝିଅ ଅଟନ୍ତି। ସେ ଯେବେ ଜନ୍ମ ହୋଇଥିଲେ
ଡାକ୍ତର ଭାବିଥିଲେ ଯେ ସେ ଜଣେ କିନ୍ନର, କିନ୍ତୁ 15 ବର୍ଷ ବୟସରେ କିଛି ଅସୁସ୍ଥତା ହେତୁ ସେ ଏକ ଅପରେସନ୍ କରିଥିଲେ ଏବଂ ସେ ଝିଅ ହୋଇଥିଲେ। କିନ୍ତୁ ପରିବାର ସଦସ୍ୟ ଏହା ବୁଝିପାରିନଥିଲେ ଆଉ ଏହାକୁ ବିଶ୍ୱାସ ମଧ୍ୟ କରିନଥିଲେ ଏବଂ ରିୟାଙ୍କ ପଡ଼ୋଶୀ ତଥା ପରିବାର ସଦସ୍ୟ କହିବା ଆରମ୍ଭ କରିଥିଲେ ଯେ ସେ ଜଣେ କିନ୍ନର। ଲୋକଙ୍କ କଥାରେ ଅସନ୍ତୁଷ୍ଟ ହୋଇ ରିୟା ପିତାମାତା ତାଙ୍କୁ କାନାଡ଼ାକୁ ନେଇ ଚାଲିଗଲେ। ଅଧ୍ୟୟନ ଶେଷ କରିବା ପରେ ରିୟା କିନ୍ନରଙ୍କ ପାଇଁ କାମ କରିବା ଆରମ୍ଭ କଲେ, କାରଣ ତାଙ୍କୁ କେବଳ କିନ୍ନର ବୋଲି ଅଭିହିତ କରାଯାଉଥିଲା। ସେ ଜଣେ କିନ୍ନର ନୁହନ୍ତି, ତଥାପି ଲୋକମାନେ ଏବଂ ତାଙ୍କ ପରିବାର ସଦସ୍ୟମାନେ ତାଙ୍କ ଜୀବନକୁ ନର୍କରେ ପରିଣତ କରିଥିଲେ। ତାଙ୍କ ଲୋକମାନେ ତାଙ୍କୁ ଥଟ୍ଟା କରୁଥିଲେ। ବର୍ତ୍ତମାନ ସେ ଭାବିବାକୁ ଲାଗିଲେ ଯେ ପ୍ରକୃତରେ ଲୋକମାନେ ଯଦି ମୋ ଭଳି ଲୋକମାନେ କିନ୍ନର ଅଟନ୍ତି, ସେମାନଙ୍କ ପାଇଁ ବଞ୍ଚିବା କେତେ କଷ୍ଟକର। ସେଥିପାଇଁ ସେ ବର୍ଷର କିଛି ମାସ ପାଇଁ ଭାରତକୁ ଆସୁଥିଲେ ଏବଂ ସେ ଏକ କେନ୍ଦ୍ର ଖୋଲିଥିଲେ। ଏହି କାର୍ଯ୍ୟ ହେତୁ ତାର ସମ୍ପର୍କୀୟମାନଙ୍କ ସନ୍ଦେହ ଆହୁରି ବଢ଼ିଗଲା। ଏହା ଅଧିକ ଖରାପ ହେଲା ଯେ ସେ ଜଣେ ଝିଅ ନୁହେଁ, ବରଂ ଜଣେ କିନ୍ନର। ତାଙ୍କ ବଡ଼ ବାପାଙ୍କ ଘରେ ସେ ତୁମକୁ ଦେଖିଲେ ଆଉ ତୁମକୁ ଭଲ ପାଉଥିଲେ, ଆଉ ତୁମେ ମଧ୍ୟ ଅନ୍ୟମାନଙ୍କ ପରି ବ୍ୟବହାର କଲ। ତାଙ୍କ ବଡ଼ ବାପାଙ୍କ କଥା ଶୁଣି ତାଙ୍କୁ ଛାଡ଼ି ପଳାୟନ କଲ। ତୁମ ଯିବା ପରେ ରିୟା ବହୁତ ଅସୁସ୍ଥ ହୋଇପଡ଼ିଥିଲେ। ଯେତେବେଳେ ତାଙ୍କ ମା ତୁମ ବିଷୟରେ ଜାଣିବାକୁ ପାଇଲେ, ସେ ତୁମକୁ କାନାଡ଼ାକୁ ଡାକିଥିଲେ। ସେ ତୁମ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ସେ ନିଜ ଝିଅର ହୃଦୟ ଏବଂ ଘରକୁ ଯେକୌଣସି ମୂଲ୍ୟରେ ଠିକ୍ କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ତୁମକୁ ବାଧ୍ୟ କରିଥିଲେ ଆଉ ତୁମେ ଟଙ୍କା ପାଇଁ ତୁମକୁ ପ୍ରଲୋଭିତ କରି ସେ ତୁମକୁ ରିୟାର ସହ ବିବାହ କଲେ। ସେ ଭାବୁଥିଲେ ଯେ ବିବାହ ରାତିରେ ତୁମର ସମସ୍ତ ଭୁଲ ଧାରଣା ଲିଭି ହୋଇଯିବ ଏବଂ ତୁମେ ସତ୍ୟ ଜାଣିପାରିବ ଯେ ରିୟା ଜଣେ କିନ୍ନର ନୁହନ୍ତି, ବରଂ ଜଣେ ଝିଅ। କିନ୍ତୁ ତୁମେ ଏତେ ପଥର ହୃଦୟର ହୋଇଗଲ ଯେ ତୁମେ ରିୟାଙ୍କ କଥା ଶୁଣିଲ ନାହିଁ ଏବଂ ତୁମେ ତାଙ୍କୁ ନିଜ ରୁମ୍ରୁ ବାହାର କରିଦେଲ। ତୁମେ କେବଳ ତାହା ହିଁ ବୁଝିଥିଲ ଯାହା ଲୋକମାନେ ତୁମକୁ କହିଥିଲେ। ଥରେ ତୁମେ ସତ କ'ଣ ଜାଣିଥାନ୍ତ, କିନ୍ତୁ ତୁମେ ତାଙ୍କୁ ଛାଡ଼ପତ୍ର କରି ଏଠାକୁ ଫେରିଆସିଲ। ତୁମେ ଜାଣ, ଏହାପରେ ସେ ପୁଣି ଥରେ ଭାଙ୍ଗିଗଲେ। ସେହି ସମୟରେ ମୁଁ ତାଙ୍କୁ ସମ୍ଭାଳିଥିଲି ଏବଂ ଏହା ବିଷୟରେ ସମସ୍ତ ସତ୍ୟ ଜାଣିବା ପରେ ମୁଁ ତାଙ୍କୁ ବିବାହର ପ୍ରସ୍ତାବ ଦେଲି ଆଉ ଆମେ ବିବାହ କଲୁ। ବର୍ତ୍ତମାନ ଆମେ ସେଠାରୁ ସବୁଦିନ ପାଇଁ ଭାରତ ଆସିଛୁ। ରିୟା ନିଜେ ମୋତେ ଏହି ସବୁ କଥା ନିଜ ପାଟିରେ କହିଥିଲେ, କାରଣ ମୁଁ ତାଙ୍କୁ ଆସନ୍ତାକାଲି ମୁଁ ତୁମ ପରି ଛାଡ଼ି ଚାଲିଯିବି ନାହିଁ। ଏହିସବୁ କଥା ଶୁଣି ମୁଁ ଅନୁଭବ କଲି ଯେ ଯଦି ମୋ ଦେହରେ ଜୀବନ ନାହିଁ, ମୁଁ କ'ଣ କରିଥିଲି? ମୁଁ ନିଜ କୁରାଢ଼ୀରୁ ନିଜ ହାତରେ ମାରିଥିଲି। ମୋର ବନ୍ଧୁ 6 ବର୍ଷ ଧରି ବିଦେଶରେ କାମ କରୁଥିଲେ, କିନ୍ତୁ ତାଙ୍କୁ କୌଣସି ଭଲ କାମ ମିଳିନଥିଲା ଏବଂ ବର୍ତ୍ତମାନ ରିୟାଙ୍କୁ ବିବାହ କରିବା ପରେ ସେ ଆଜି ବହୁତ ବଡ଼ କମ୍ପାନୀର ମାଲିକ ହେଲେ। ସେ କହିଲେ, ଭାଗ୍ୟ ଆପଣଙ୍କ ଦ୍ୱାରରେ ବାରମ୍ବାର ଠକ୍ ଠକ୍ କରିଛି, କିନ୍ତୁ ତୁମେ ଲୋକଙ୍କ କଥାରେ ଆସି ତାଙ୍କୁ ସବୁଥର ଧକ୍କା ମାରି ବାହାର କର। ତୁମର ବହୁତ ଭାଗ୍ୟ ଖରାପ ଯେ ତୁମେ ରିୟା ପରି ଝିଅକୁ ପରିତ୍ୟାଗ କରିଛ। ପୁରା ଘଟଣା ସରିବା ପରେ ମୁଁ ବହୁତ ଦୁଃଖରେ ସେହି ଅଫିସରୁ ବାହାରି ଆସିଲି। ଏସବୁ ଭିତରେ ମୋର ସମସ୍ତ ଦୋଷ ଥିଲା। ଏହା କେବଳ ମୋର ଦୋଷ ଥିଲା। ମୁଁ ଇଚ୍ଛା କରିଥିଲେ ମୁଁ ରିୟାଙ୍କ କଥା ଶୁଣିଥାନ୍ତି ଆଉ ଆଜି ରିୟା ମୋର ପତ୍ନୀ ହୋଇଥାନ୍ତେ। ମୁଁ ତାଙ୍କ ପ୍ରତି ବହୁତ ଭୁଲ କରିଥିଲି। ସେଥିପାଇଁ ବୋଧହୁଏ ଭଗବାନ ତାଙ୍କୁ ମୋ ପାଖରୁ ନେଇ ଏକ ଭଲ ଜୀବନସାଥୀ ଦେଇଥିଲେ। ବର୍ତ୍ତମାନ ମୋର ଅନୁତାପ ବ୍ୟତୀତ ଆଉ କିଛି ନଥିଲା। ମୁଁ ଭାବୁଥିଲି ଯେ ମୁଁ ସେତେବେଳେ ବର୍ତ୍ତମାନ ଯଦି ମୋ ଜୀବନ ସାରା ମୋ ପାଖରେ ରହିବାକୁ ପଡ଼ିବ, କାରଣ ମୋ ପରି ମୂର୍ଖର ଦଣ୍ଡ ହେଉଛି ଯେ ସେ ନିଜ ସହିତ ନିଜ ଜୀବନ ବିତାଉଛି। ଯଦି ସାହାଯ୍ୟରେ ବନ୍ଧୁଗଣ, ମୁଁ ଆଶା କରେ ଆପଣମାନଙ୍କୁ ମୋ କାହାଣୀଟି ପସନ୍ଦ ଆସିଥିବ। ଯଦି ଆପଣମାନେ ଏହି କାହାଣୀଟିକୁ ପସନ୍ଦ କରନ୍ତି, ତେବେ ଭିଡ଼ିଓକୁ ଲାଇକ୍ କରିବେ ଆଉ ଯଦି ଆପଣ ଚ୍ୟାନେଲରେ ନୂଆ ଅଟନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍ ଘଣ୍ଟି ଦବାନ୍ତୁ, ଯାହାଦ୍ୱାରା ଆପଣ ପରବର୍ତ୍ତୀ ନୋଟିଫିକେସନ୍ ପାଇପାରିବେ। ଧନ୍ୟବାଦ। ମୁଁ ପୁଣି ଆସିବି ଆଉ ଗୋଟେ ନୂଆ ସୁନ୍ଦର ଷ୍ଟୋରିଟେ ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ବାଏ ବାଏ। ଜୟ ଜଗନ୍ନାଥ। ଟେକ୍ କେୟାର। ଅଲ୍ ଦ ବେଷ୍ଟ।